ଚାଷ ଜମିର ଉତ୍ପାଦକତା ବୃଦ୍ଧି ଓ ଜଳବାୟୁ ସହନଶୀଳ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନ ରାବେରା ପଞ୍ଚାୟତ ପରିସରରେ ଜଳ ବିଭାଜିକା ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ଚାଷୀ ସଚେତନତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ କିଭଳି ଉନ୍ନତିପ୍ରାଣୀର ଚାଷ କରି ଲାଭବାନ ହୋଇପାରିବେ ସେ ବିଷୟରେ ଉପସ୍ଥିତ ଥିବା ଚାଷୀମାନଙ୍କୁ ବୁଝାଇଥିଲେ। ଜଳ ବିଭାଜିକା ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପ୍ରଥମାନ୍ତ ନାଟକ ପରିବେଷଣ କରାଯାଇ ଚାଷ ଦ୍ୱାରା ଚାଷୀ କିଭଳି ତାର ଆୟ ଦ୍ୱିଗୁଣିତ କରି ନିଜେ ସ୍ୱାବଲମ୍ବୀ ହୋଇପାରିବ ତା ସହ ଦାଦନ ଖଟିବାକୁ ପଡ଼ିବ ନାହିଁ ବୋଲି ନାଟକ ମାଧ୍ୟମରେ ଚାଷୀଙ୍କୁ ବୁଝାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ମଧୁସ୍ମିତା ବେହେରାଙ୍କ ସଭାପତିତ୍ୱରେ ଆଜିର ଏହି କାର୍ଯ୍ୟକ୍ରମରେ ରାବେରା ପଞ୍ଚାୟତ ସରପଞ୍ଚ ଯୋଗୀ ପ୍ରଧାନ ସମିତି ସଭ୍ୟ ଏବଂ ବିଭାଗୀୟ କର୍ମଚାରୀଙ୍କ ସହିତ ରାବେରା ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ତଥା ବିଶ୍ୱ ବ୍ୟାଙ୍କ ସମର୍ଥିତ ରିୱାର୍ଡ ପ୍ରକଳ୍ପର ଏକ ମୁଖ୍ୟ ଅଂଶ ହେଉଛି ଭୂସମ୍ପଦ ତଥ୍ୟବଳୀ ବା LRI। ଏହା ମାଧ୍ୟମରେ କ୍ଷୁଦ୍ର ଜଳ ବିଭାଜିକା ଅଞ୍ଚଳର ଭୂମି ପ୍ରକାରର ଭୂମିର ବ୍ୟବହାର ମାଟିର ଗଭୀରତା ମୃତ୍ତିକାର ବିଭିନ୍ନ ସ୍ତରରେ ଭୌତିକ ଓ ରାସାୟନିକ ଗୁଣ ଆଦିକୁ ବିସ୍ତୃତ ଅଧ୍ୟୟନ କରାଯାଇ GIS ମାଧ୍ୟମରେ ଏହାର ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରଥମେ ଜଳ ବିଭାଜିକା ଅଞ୍ଚଳର ବିଭିନ୍ନ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ଗର୍ତ୍ତ ଖୋଳାଯାଇ ମୃତ୍ତିକାର ବିଭିନ୍ନ ସ୍ତରରୁ ନମୁନା ସଂଗ୍ରହ କରାଯାଇଛି। ଏହି ନମୁନାଗୁଡ଼ିକ ମୃତ୍ତିକା ପରୀକ୍ଷା ନିରୀକ୍ଷା ପରେ GIS 1.800 ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏହି ମାନଚିତ୍ର ଓ ଡାଟାକୁ ବ୍ୟବହାର କରି ଜଳ ବିଭାଜିକା ଅଞ୍ଚଳରେ ଭୂମିଭିତ୍ତିକ ଫସଲ ଚୟନ ଓ ସାର ପରିଚାଳନା ମାନଚିତ୍ର ପ୍ରସ୍ତୁତ କରାଯାଇଛି। ଏହା ଜଳ ବିଭାଜିକା ଅଞ୍ଚଳର ପ୍ରତି ଚାଷୀଙ୍କ ଜମି କେଉଁ ପ୍ରକାରର ଫସଲଗୁଡ଼ିକ ଚାଷ ପାଇଁ ଉପଯୁକ୍ତ ଓ ସେଥିରେ ଅଧିକ ଅମଳ ପାଇଁ କେଉଁ କେଉଁ ସାର କେତେ ପରିମାଣର ଆବଶ୍ୟକ ଦର୍ଶାଇ ଦିଆଯାଇଛି। ଏହି ତଥ୍ୟକୁ ବ୍ୟବହାର କରି LRI କାର୍ଡ ପ୍ରସ୍ତୁତ କରାଯାଏ ଯାହାକି ଜଳ ବିଭାଜିକା ଅଞ୍ଚଳର ପ୍ରତ୍ୟେକ ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୋଗ ଦେଇଥିବା ବରିଷ୍ଠ ନୟାଗଡ଼ PD ଉପେନ୍ଦ୍ର କୁମାର ପରିଡ଼ା, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଜେନା, ପ୍ରଧାନ ବୈଜ୍ଞାନିକ IIWS ଭୁବନେଶ୍ୱର କୃଷ୍ଣଚର ସେନାପତି, ସରପଞ୍ଚ ରାବେରା ସୁଶାନ୍ତ କୁମାର ସାମଲ ଉପସ୍ଥିତ ରହି ଭାଷଣ ମାଧ୍ୟମରେ ଚାଷୀମାନଙ୍କୁ ବୁଝାଇଥିଲେ। ନୟାଗଡ଼ରୁ ଆମ ଖବର ସଂସ୍କୃତି।